ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମର ଏଇ ଜ୍ୟୋତିଷ କାର୍ଯ୍ୟକ୍ରମକୁ ବହୁତ ସ୍ୱାଗତ। ତେବେ ବନ୍ଧୁଗଣ ଆଜିର ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ହି ଖାସ୍ ଆଉ ବହୁତ ହି ମହତ୍ତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଆଜି ଆମେ ଜାଣିବା ନବଗ୍ରହଙ୍କ ଉପସ୍ଥିତି ଅନୁସାରେ ଆଗାମୀ 2 ମାସ ଆପଣଙ୍କ ପାଇଁ କିପରି ସାବ୍ୟସ୍ତ ହେବ, କ'ଣ ଚମତ୍କାର ହେବ, ଆଶ୍ଚର୍ଯ୍ୟଜନକ ଭାବରେ ନବଗ୍ରହଙ୍କର ସ୍ଥିତି ଆପଣଙ୍କ ଜୀବନରେ କିପରି ପ୍ରଭାବ ପକାଇବ। ତେବେ ବନ୍ଧୁଗଣ ଯଦି ଆମେ କହିବା ଆପଣଙ୍କ ପାଇଁ ଆଗାମୀ ଏ 2 ମାସରେ ପୁରା ନୂଆ ସ୍ଥିତିର ମଉକା ନେଇକି ଆସୁଛି। ଯଦି କହିବା ସୌଭାଗ୍ୟ, ସୁଖ, ସମୃଦ୍ଧି, ରିଦ୍ଧି, ସିଦ୍ଧି, ସ୍ୱାସ୍ଥ୍ୟ, ପାରିବାରିକ ବ୍ୟବସ୍ଥା ଶୁଭର ଆଗମନ ହେବା ପାଇଁ ଯାଉଛି। ଆପଣଙ୍କ ପାଇଁ ଏ 2 ମାସ ଶାନଦାର ସାବ୍ୟସ୍ତ ହେବ। ଏ ବିଷୟରେ ଯେ ଆମେ ଆଲୋଚନା କରିବା, ଏ ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ହି ବିଶେଷ ରହିଛି। ବିଶେଷ ଭାବରେ ଆମେ ଜାଣିବା କି ଆଗାମୀ ଏ 2 ମାସରେ କ'ଣ ୟୁଟର୍ନ ଘଟିବ ଆପଣଙ୍କ ଲାଇଫରେ। ଆପଣଙ୍କ ଲାଇଫରେ କ'ଣ ମିରାକଲ ହେବ ସେ ବିଷୟରେ ଜାଣିବା। ତେବେ ବନ୍ଧୁଗଣ ଯଦି ଆମେ କହିବା ରାଶିଚକ୍ରର ଗୁରୁତ୍ୱପୂର୍ଣ୍ଣ ଆମ ଜୀବନରେ ବହୁତ ଅଧିକ ହିଁ ରହିଥାଏ। ଯଦି ଆମେ କହିବା ଇତିହାସ ସାକ୍ଷୀ ରହିଛି ଜୀବନର ପ୍ରତ୍ୟେକ ସମୟ, ପ୍ରତ୍ୟେକ ଦିନ, ପ୍ରତ୍ୟେକ ମାସ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ପାଇଁ ହୋଇଥାଏ। ତାହା ଆଧ୍ୟାତ୍ମିକ ପାଇଁ ହେଉ କି ଭୌତିକ ପାଇଁ ହେଉ। ବନ୍ଧୁଗଣ ଆଦିକାଳରୁ ହିଁ ମନୁଷ୍ୟର ପ୍ରକୃତି ଧନ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ହିଁ ଇଚ୍ଛା ପ୍ରକାଶ କରିଥାଏ ଏବଂ ପ୍ରୟାସ ମଧ୍ୟ କରିଥାଏ। ଆଉ ଏଥିରେ ମଧ୍ୟ ପ୍ରତ୍ୟେକ ଇଚ୍ଛା ମା ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିବା ପାଇଁ ହୋଇଥାଏ। ବନ୍ଧୁଗଣ ବେଳେବେଳେ ମନୁଷ୍ୟଙ୍କ ଜୀବନରେ ଗ୍ରହଙ୍କର ଏପରି ସ୍ଥିତି ବନିଥାଏ ଯାହାଦ୍ୱାରା ମନୁଷ୍ୟ ତା ଜୀବନରେ ବହୁତ ବଡ଼ ପରିବର୍ତ୍ତନ ମଧ୍ୟ ଆସିଥାଏ। ଏ ପରିବର୍ତ୍ତନ ବିଷୟରେ ଆଜି ଆମେ ଆଲୋଚନା କରିବା କି ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ଘଟିବ। ଏହା ପୂର୍ବରୁ ଯଦି ଆପଣଙ୍କର ଏ ରାଶି ତ ଏ ରାଶି ଯଦି ହୋଇଥାଏ ଈଶ୍ୱରଙ୍କୁ ସଚ୍ଚା ହୃଦୟରୁ ଭକ୍ତ କରୁଥାନ୍ତି, ବିଶ୍ୱାସ କରନ୍ତି, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଏପରି ରାଶିଚକ୍ର କାର୍ଯ୍ୟକ୍ରମ ଦେଖିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇକି ମଧ୍ୟ ରହିବେ। ତେବେ ଆସନ୍ତୁ ଜାଣିବା ଏ ଗ୍ରହମାନଙ୍କର ଉପସ୍ଥିତି ପାଇଁ ଦୁର୍ଯ୍ୟୋଧନଙ୍କୁ ମଧ୍ୟ ହସ୍ତିନାପୁରର ରାଜତନ୍ତ୍ର ପ୍ରାପ୍ତ ହୋଇଥିଲା। ଆଉ ଏ ଅଭିଶାପରୁ ମଧ୍ୟ ରାଜା ହରିଶ୍ଚନ୍ଦ୍ରଙ୍କୁ ଦ୍ୱାର ଦ୍ୱାର ବୁଲିବା ପାଇଁ ପଡ଼ିଥିଲା। ବନ୍ଧୁଗଣ ଯଦି କହିବା ଏ 2 ମାସରେ ଗ୍ରହଙ୍କର ଅବସ୍ଥିତି ଆପଣଙ୍କ ପାଇଁ ବିଶେଷ ଭାବରେ ଖାସ୍ ରହିଛି। ଆପଣ ନିଜେ ଦେଖିବେ ଗ୍ରହଙ୍କର ଉପସ୍ଥିତି କ'ଣ ପରିବର୍ତ୍ତନ ନେଇକି ଆସିବ। ଆସନ୍ତୁ ଜାଣିବା ଆଗାମୀ 2 ମାସ ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ନେଇ ଆସିବ। ଆପଣଙ୍କ ପାଇଁ ଆଗାମୀ ଏ 2 ମାସରେ ଗ୍ରହଙ୍କର ଉପସ୍ଥିତି ଶାନଦାର ରହିବ। ନୂତନ ଆରମ୍ଭ ହେବାର ସମ୍ଭାବନା ରହିଛି। ଏ ସମୟରେ ସ୍ଥାନୀୟ ବିଦେଶୀୟ ସହର ପ୍ରାପ୍ତ ହେବାର ସମ୍ଭାବନା ମଧ୍ୟ ରହିଛି ଏବଂ ଆପଣଙ୍କର ଆଖପାଖ ପରିବେଶରେ ପରିବର୍ତ୍ତନ ହେବ। ପୂର୍ବ କିଛି ମାସ ହେବ ସମୟ ଆପଣଙ୍କର ଖରାପ ଥିଲା, ଯେଉଁଥିପାଇଁ ଆପଣ ଅନେକ ମାନସିକ ଅଶାନ୍ତି ଦେଇକି ଗତି କରୁଥିଲେ। ଏବେ ସେସବୁ ଦୂର ହେବାର ନଜର ମଧ୍ୟ ଆସୁଛି। ଯଦି କୋର୍ଟ କଚେରୀର ମାମଲା ଚାଲିଛି ତ ରାୟ ମଧ୍ୟ ଆପଣଙ୍କ ସପକ୍ଷରେ ଯିବାର ନଜର ଆସୁଛି। ଏହା ସହିତ କୌଣସି ମାମଲା ପକ୍ଷପାତ ନ ହୋଇ ଆପଣଙ୍କ ସପକ୍ଷରେ ଯିବାର ମଧ୍ୟ ନଜର ଆସୁଛି। ଯଦି ଆଗରୁ କାହା ସହିତ କୌଣସି ଦ୍ୱନ୍ଦ୍ୱ ବା ମନମାଳିନ୍ୟ ଥିଲା, ତେବେ ବର୍ତ୍ତମାନ ସମୟରେ ସେସବୁ ଦୂର ହୋଇ ନୂତନ ଏବଂ ଉତ୍ତମ ସମ୍ପର୍କ ଗଢ଼େଇବାର ନଜର ମଧ୍ୟ ଆସୁଛି। ଏ ମାସରେ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଏ ସମୟଟି ଅତି ଉତ୍ତମ ରହିଛି। ଯଦି ଏ ମାସରେ କୌଣସି ଇଣ୍ଟରଭ୍ୟୁ ଆପଣଙ୍କର ରହିଛି ତ ବହୁତ ହି ଭଲ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଏ ମାସଟି ଶାନଦାର ରହିବ। ପାଠପଢ଼ାରେ ମନ ଲାଗିବା ସହିତ ନୂତନ ପାଠପଢ଼ା ଆରମ୍ଭ କରିବା ପାଇଁ ସୁଯୋଗ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଏ ମାସ ଯେତେ ଲାଭଦାୟକ ରହିଛି ତାଠାରୁ ଅଧିକ ଲାଭଦାୟକ ପୂର୍ବ ମାସ ରହିବ। କାରଣ ଏ ମାସରେ ଅନେକ ପ୍ରକାରର ସୁଖ ସୁବିଧା ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଧୁରା ଥିଲା ତାହା ପୂର୍ଣ୍ଣ ହେବାର ମଧ୍ୟ ନଜର ବିଶେଷ ଭାବରେ ଆସୁଛି। ତେଣୁ ପ୍ରୟାସ କରି ଚାଲନ୍ତୁ, ସଫଳତା ନିଶ୍ଚିନ୍ତ ଭାବରେ ଆପଣଙ୍କୁ ପ୍ରାପ୍ତ ହେବ। ବନ୍ଧୁଗଣ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସୁଖ ସୁବିଧା ପ୍ରାପ୍ତ ହେବ। ଆପଣ ଯେଉଁ ଯୋଜନା ବା ଇଚ୍ଛାକୁ ପୂରା କରିବାକୁ ଅନେକ ଦିନରୁ ପ୍ରୟାସ କରୁଥିଲେ ଏବଂ ସେଥିରେ ବିଫଳ ମଧ୍ୟ ହେଉଥିଲେ, ଏବେ ସମୟ ଆସିଯାଇଛି ସେଥିରେ ସଫଳତା ସୁନିଶ୍ଚିତ ରୂପରେ ଆପଣଙ୍କୁ ପ୍ରାପ୍ତ ହେବ। ବାସ୍ ଏ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଏବେ ନଜର ଆସୁଛି। ବନ୍ଧୁଗଣ ଯେତେବେଳେ ବିଶେଷ ଭାବରେ ସୂର୍ଯ୍ୟଙ୍କର ରାଶିର ପରିବର୍ତ୍ତନ ଘଟିବ, ସଂକ୍ରାନ୍ତି ପରେ ଆପଣଙ୍କ ଜୀବନରେ ୟୁଟର୍ନ ଘଟିବ। ଆପଣଙ୍କୁ କର୍ମ ଫଳଦାତା ଆଉ ନ୍ୟାୟର ସ୍ୱାମୀ ଶନି ଗ୍ରହ ସ୍ୱରାଶିରେ
ବିଶେଷ ଭାବରେ ବକ୍ରି ହେବା ପାଇଁ ଯାଉଛନ୍ତି। ଏହାପରେ ଆପଣଙ୍କୁ ଅନେକ ପ୍ରକାରର ସଫଳତା ମିଳିବ, ନୂଆ ନୂଆ ଅବସର ମଧ୍ୟ ପ୍ରାପ୍ତ ହୋଇଯିବ। ଏ ସମୟରେ ବିଶେଷ ଭାବରେ ଆପଣ ଦେଶ ବିଦେଶ ଯାତ୍ରାରେ ମଧ୍ୟ ଯାଇପାରନ୍ତି। ଭ୍ରମଣର ବିଶେଷ ଭାବରେ ଯୋଗ ବନୁଛି। କ୍ୟାରିୟରରେ ଡେଭଲପମେଣ୍ଟ ହେବ, ସଫଳତା ବି କ୍ୟାରିୟରରେ ମିଳିବ। ପ୍ରଫେସନାଲ ଲାଇଫରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇଯିବ ଏବଂ ଏହା ସହିତ ଆପଣ ନୂତନ ବାହନ ବା ସମ୍ପତ୍ତି, ଜମି ଜମା, ଘର ବା ଫ୍ଲାଟ୍ ଆପଣ କିଣିପାରନ୍ତି। ଯଦି ଅନେକ ଦିନରୁ ଏସବୁ ସମ୍ପତ୍ତି କ୍ରୟ କରିବା ନିମନ୍ତେ ପ୍ରୟାସ କରି ରହୁଥିଲେ, ତେବେ ଏସବୁ ଆପଣଙ୍କ ପାଇଁ ଉତ୍ତମ ରହିବ। ଯେଉଁମାନେ ଚାକିରିରତ ଜାତକ ବା ଅଲରେଡ଼ି ଯେଉଁମାନେ କାର୍ଯ୍ୟ କରୁଛନ୍ତି, ତ ସେମାନଙ୍କର ଟିକେ ସ୍ଥିତି ମଜବୁତ ରହିବ। ଏ ସମୟରେ ଆପଣ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ବା ଦେଖା ସାକ୍ଷାତ ହୋଇପାରେ। ଯେଉଁମାନେ ବ୍ୟାପାର ବା ବାଣିଜ୍ୟ କରିଛନ୍ତି, ବିଶେଷ ଭାବରେ ଯଦି ଆମେ କହିବା ତ ସେମାନଙ୍କ ଆୟରେ ବୃଦ୍ଧି ଘଟିବ। ବ୍ୟାପାର ବାଣିଜ୍ୟରେ ନୂତନ ପରିଚୟ ଆପଣଙ୍କର ସୃଷ୍ଟି ହେବ। ନୂଆ ଆଇଡ଼ିଆ ଆପଣ ଆପଣଙ୍କ ବିଜନେସରେ ଆଡ଼୍ କରିବେ, ଯାହା ଆପଣଙ୍କୁ ଅନେକ ସଫଳତା ଏବଂ ଲାଭ ମଧ୍ୟ ପ୍ରଦାନ କରିବ। ଏହା ସହିତ ଏ ସମୟରେ ଆପଣଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଯିବ। ଅର୍ଥ ଆପଣଙ୍କର ବୃଦ୍ଧି ପାଇବ। ଯେହେତୁ ଷଷ୍ଠ ଘରେ ରାହୁ ବିରାଜିତ ହୋଇକି ଅଛନ୍ତି, ତ ଅନେକ ପ୍ରକାରର ସୁଖ ସୁବିଧା, ଷଷ୍ଠ ଘର ସ୍ୱାସ୍ଥ୍ୟଜନିତ ଯାହା ବି ସମସ୍ୟା ଥିଲା ତାହା ଦୂର ହୋଇଯିବ ଏବଂ ଆପଣଙ୍କୁ ଡେଭଲପମେଣ୍ଟ ମିଳିବ। ଫାଇନାନ୍ସିଆଲି ଡେଭଲପ ହେବେ, ଅନେକ ସଫଳତା ପାଇବେ। ଆଉ ଯେଉଁ ଉଚ୍ଚ ପଦ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବାର ଯୋଗ ବନୁଛି। ବିଶେଷ ଭାବରେ ଆପଣଙ୍କ ଜୀବନରେ ଏ ସମୟରେ ବଡ଼ ପରିବର୍ତ୍ତନ ହେବାର ଯୋଗ ବନୁଛି। ଆପଣଙ୍କର ବ୍ୟବହାର ବା କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କ ଭିତରେ ନୂତନ ତେଜ ମଧ୍ୟ ଆପଣ ବିଶେଷ ରୂପରେ ଅନୁଭବ କରିବେ। ଶାରୀରିକ ଶକ୍ତି ବୃଦ୍ଧି ପାଇବ। ତା ସହିତ ଏସବୁ ଗ୍ରହଙ୍କର ଭାବରୁ ହିଁ ହୋଇଥାଏ। ଯାହା ମନୁଷ୍ୟ ଯେତେବେଳେ ଭୋଗ କରେ, ତାହା ଗ୍ରହଙ୍କର ଉପସ୍ଥିତି ଯୋଗୁଁ ହିଁ ହୋଇଥାଏ। ତେବେ ଏହି ପ୍ରଭାବ ଏ ମାସରେ ମଧ୍ୟ ହେବା ପାଇଁ ବିଶେଷ ଭାବରେ ଯାଉଛି। କାରଣ ଏ ମାସରେ ଯଦି କହିବା ସୂର୍ଯ୍ୟ ଗୋଚର କରୁଛନ୍ତି, ତ ବେପାର ବାଣିଜ୍ୟ ପାଇଁ ଏ ମାସ ଅନେକ କ୍ଷେତ୍ରରେ ଶୁଭ ରହିଛି। ବିଶେଷ ଭାବରେ ଏ ମାସରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ ପରେ ଆପଣଙ୍କ ଜୀବନ ସୁଖମୟ ହେବେ। ନିଜେ ନୂତନ ଜବ୍ ପ୍ରାପ୍ତ କରିବା ସହିତ ଅନେକ ବ୍ୟକ୍ତିଙ୍କୁ ଆପଣ କର୍ମ ପ୍ରାପ୍ତି କରିବାରେ ସହଯୋଗ ପ୍ରଦାନ କରିବେ ବା ଅନ୍ୟ ପାଇଁ ଚାକିରି ଖୋଜିବାରେ ପ୍ରୟାସ ମଧ୍ୟ କରିପାରନ୍ତି, ଯାହା ଆପଣଙ୍କ ପାଇଁ ଅନେକ ଶୁଭ ହେବ। ଯଦି ଆପଣ ଅନେକ ଆଗରୁ ଚାକିରି ପ୍ରାପ୍ତ କରିଛନ୍ତି, କାର୍ଯ୍ୟରତ ଅଛନ୍ତି, ତ କାର୍ଯ୍ୟରେ ବି ସଫଳତା ପ୍ରାପ୍ତ ହୋଇଯିବ। ଯଦି କହିବା ଆପଣଙ୍କର ବ୍ୟାଙ୍କ ବାଲାନ୍ସରେ ସୁଧାର ଆସିବ, ସେୟାର ମାର୍କେଟରେ ଇନଭେଷ୍ଟ କରୁଛନ୍ତି, ତ ବି ଆପଣଙ୍କ ପାଇଁ ସ୍ଥିତି ଲାଭଦାୟକ ରହିବ। ଅର୍ଥ ଯୋଗାଡ଼ କେନ୍ଦ୍ର ବା ଅର୍ଥ ଯୋଗାଣ ସଂସ୍ଥାରେ ମଧ୍ୟ ଲାଭ ପାଇବେ। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ରାଶି ପରିବର୍ତ୍ତନ ଯୋଗୁଁ ଇଚ୍ଛା ଅନୁସାରେ ଟ୍ରାନ୍ସଫର ବା ପ୍ରମୋଶନ ପାଇବାର ଯୋଗ ବନୁଛି। ତା ସହିତ ନିଜ ପିତାଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସଫଳତାର ସହ ପ୍ରାପ୍ତ କରିବାରେ ନଜର ଆସୁଛି। ଏ ସମୟରେ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ମିଳିବ। ଏ ସମୟରେ ଆପଣ ସୁରକ୍ଷିତ ଜୀବନ ବିତାଇବେ ବା ପାରିବାରିକ ସୁଖ ମଧ୍ୟ ପାଇପାରିବେ। ବୃହସ୍ପତିଙ୍କର ଭାବରେ ଉପସ୍ଥିତି ଆପଣଙ୍କର ଗୃହକୁ ଖାସ ଭାବରେ ବହୁତ ହିଁ ଶୁଭ ଫଳ ପ୍ରଦାନ କରୁଛି ଏବଂ ଗୁରୁଜନଙ୍କ ସହ ମାନ ସମ୍ମାନ ବା କହିବାକୁ ଗଲେ ଉତ୍ତମ ସମ୍ପର୍କ ସୃଷ୍ଟି ହେବ ଏବଂ ସୁଖ ପ୍ରଦାନ କରିବ। ବୈବାହିକ ଜୀବନରେ ବୈଚାରିକ ମତଭେଦ ଆପଣଙ୍କର ଦୂର ହେବ। ବୈବାହିକ ସୁଖ ମଧ୍ୟ ପ୍ରାପ୍ତ ହେବ। ଆପଣଙ୍କ ପାଇଁ ବିଶେଷ ଭାବରେ ସୁଖ ସୁବିଧା ଥାଇ ମଧ୍ୟ ପୂର୍ବରୁ ଯେଉଁ କଷ୍ଟ ଭୋଗୁଥିଲେ, ଏବେ ସେ ସମୟ ଆସିଯାଇଛି। ଜୀବନର ଆନନ୍ଦକୁ ଆପଣ ଉପଭୋଗ କରିବେ, କଷ୍ଟ ଦୂର ହେବ, ସୁଖ ପ୍ରାପ୍ତ ହେବ। ତେବେ ଏହା ଥିଲା ଆପଣଙ୍କ ପାଇଁ ଆଗାମୀ 2 ମାସର ଚମତ୍କାରୀ ଆଶ୍ଚର୍ଯ୍ୟଜନକ ରାଶିଫଳ। ତେବେ ଏବେ ଆସନ୍ତୁ ଜାଣିବା ଯାହା ଅଶୁଭ ଅଛି ତାକୁ ଶୁଭତାରେ ପରିଣତ କରିବା ପାଇଁ ବିଶେଷ କରି ଖାସ କରି ଆପଣଙ୍କ ପାଇଁ କିଛି ଉପାୟ। ଯଦି ଆମେ ବିଶେଷ ଭାବରେ କହିବା ଶୁକ୍ରଙ୍କ ପାଇଁ ଉପାୟ କରିବା ଆପଣଙ୍କ ପାଇଁ ବହୁତ ହି ଶୁଭ ରହିବ। ଆପଣ ପ୍ରତ୍ୟେକ ଶୁକ୍ରବାର ଦିନ ଗୋମାତାଙ୍କୁ ନିଜ ହାତରେ ରୁଟି ଏବଂ ଗୁଡ଼ ଖାଇବାକୁ ଦିଅନ୍ତୁ। ଆପଣଙ୍କର ସ୍ଥିତି ମଙ୍ଗଳମୟ ହେବ। ଏହା ସହିତ ଶୁକ୍ରବାର ହେଉ ବା ଅନ୍ୟ ସମସ୍ତ ବାରରେ ନିଜ ଦେହରେ ଅତର ଲଗାନ୍ତୁ। ନିଜ ବୃଦ୍ଧା ଆଙ୍ଗୁଳିର ତଳ ଭାଗରେ ଆପଣ ଅତର ବ୍ୟବହାର କରନ୍ତୁ। ଏହାଦ୍ୱାରା ଶୁକ୍ର ମଜବୁତ ହୋଇଥାନ୍ତି ଆଉ ଶୁକ୍ରଙ୍କର ଶୁଭ ଦୃଷ୍ଟି ପ୍ରାପ୍ତ ହୋଇଥାଏ। ଜୀବନରେ ସୁଖ ସୌଭାଗ୍ୟ ପ୍ରେମ ଭଲ ପାଇବା ପ୍ରାପ୍ତ ହୋଇଥାଏ। ଆପଣଙ୍କର କ୍ୟାରିୟରରେ ଓ ଭାଗ୍ୟର ସାଥ ପାଇଁ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଆପଣଙ୍କର ମଙ୍ଗଳ ହେବ। ଜୟ ଜଗନ୍ନାଥ।